ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କର ମର୍ମନ୍ତୁଦ ମୃତ୍ୟୁ ଘଟିଛି ଏବଂ ଆଉ ଜଣେ ଗୁରୁତର ହୋଇଛନ୍ତି। ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲାର ମଦନରାମପୁର ଥାନା ଅନ୍ତର୍ଗତ ଗୌଡ଼ କଲ୍ଲାଖୁଟା ଗାଁରେ। ମୃତକମାନେ ହେଲେ ଏହି ପାଇଖାନାର ନିର୍ମାଣକାରୀ ଗୌଡ଼ କଲ୍ଲାଖୁଟା ଗାଁର ନିମାଇ ପାଲ, ତାଙ୍କ ପୁଅ ଆକାଶ ପାଲ ଏବଂ ସହଯୋଗୀ ଶ୍ରମିକ ଅଦଲ ମାଝୀ, ମାଟେଗଣ୍ଡା ଗାଁର ମନୋରଞ୍ଜନ ହାତୀ, ଡୋଟା ଗାଁର ଛନ୍ଦା ଜାଲ, ବିପୁଳ ଜାଲ ଏବଂ ଯେଉଁ ବ୍ୟକ୍ତି ଜଣକ ଗୁରୁତର ହୋଇଛନ୍ତି ସେ ହେଲେ ହାତୀଖୋଜ ଗାଁର ପଙ୍କଜ ଜାନି। ଏମାନେ ଏକ ପାଇଖାନା ଟାଙ୍କି ସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ବ୍ୟକ୍ତି ଜଣକୁ ପ୍ରଥମେ ଭବାନୀପାଟଣା ହସ୍ପିଟାଲ ଏବଂ ପରେ ବୁର୍ଲା ମେଡିକାଲକୁ ରେଫର କରାଯାଇଥିବା ଜଣାପଡ଼ିଛି। ପ୍ରଥମେ ଏମାନଙ୍କୁ ମଦନପୁର ରାମପୁର ମେଡିକାଲରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପାଇଖାନା ଟାଙ୍କିରେ ଅମ୍ଳଜାନର ଅଭାବ ଏବଂ ବିଷାକ୍ତ ଗ୍ୟାସର ପ୍ରଭାବ ଯୋଗୁଁ ଏମାନଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ସାଧାରଣତଃ ପାଇଖାନା ଟାଙ୍କିରେ ମିଥେନ୍ ଗ୍ୟାସ୍, ହାଇଡ୍ରୋଜେନ ସଲଫାଇଡ୍, କାର୍ବନ ଡାଇଅକ୍ସାଇଡ୍ ଏବଂ ଆମୋନିଆ ଭଳି ବିଷାକ୍ତ ଗ୍ୟାସର ପ୍ରଭାବ ରହିଥାଏ। राष्ट्र सर्वोपरि, राष्ट्र प्रथम, सदा सर्वदा।